ଆଜିର ଭିଡିଓରେ ଆମେ କଥା ହେବାକୁ ଯାଉଛୁ ଓଡ଼ିଆ ସଙ୍ଗୀତ ଜଗତର ଜଣେ ଅତ୍ୟନ୍ତ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ବିଷୟରେ ଏବଂ ତାଙ୍କର ସେହି ସବୁ ସେଟ୍ ସଙ୍ଗ ବିଷୟରେ ଯେଉଁଗୁଡ଼ିକ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଛୁଇଁଛି। ହ୍ୟୁମାନ ସାଗରଙ୍କ ଗୀତରେ ଥିଲା ଏକ ଅଲଗା ଭାବନା। ସେ ଯେତେବେଳେ ସେଟ୍ ସଙ୍ଗ ଗାଉଥିଲେ ସେହି ଗୀତର ଭାବନା ସିଧାସଳଖ ଲୋକଙ୍କ ହୃଦୟକୁ ପହଞ୍ଚି ଯାଉଥିଲା। 2025 ନଭେମ୍ବର 17 ତାରିଖରେ ତାଙ୍କର ଅକାଳ ବିୟୋଗ ପରେ ମଧ୍ୟ ତାଙ୍କର ଗୀତ ଆଜି ବି ଲୋକଙ୍କ ମନରେ ବଞ୍ଚି ରହିଛି। ତାଙ୍କର ସଙ୍ଗୀତ ଆଜି ମଧ୍ୟ ଲୋକଙ୍କ ପାଇଁ ଏକ ସ୍ମୃତି ଏବଂ ଶ୍ରଦ୍ଧାଞ୍ଜଳି ହୋଇ ରହିଛି। ଏବେ ଆସନ୍ତୁ ଜାଣିବା ହ୍ୟୁମାନ ସାଗରଙ୍କ କିଛି ଲୋକପ୍ରିୟ ସେଟ୍ ସଙ୍ଗ ବିଷୟରେ। ପ୍ରଥମେ ଆସୁଛି ମନେ ତୁ ପଡୁଛୁ ଆଲୋ ପାଗିଲି। ଏହି ଗୀତଟି ହ୍ୟୁମାନ ସାଗରଙ୍କ ସବୁଠାରୁ ଜଣାଶୁଣା ସେଟ୍ ସଙ୍ଗ ମଧ୍ୟରେ ଗୋଟିଏ। ଏହି ଗୀତରେ ପୁରୁଣା ସ୍ମୃତି ଓ ପ୍ରେମର ବେଦନାକୁ ବହୁତ ସୁନ୍ଦର ଭାବରେ ଦେଖାଯାଇଛି। ଦ୍ୱିତୀୟ ଗୀତ କେମିତି ଭୁଲିବି ସେ ଅଭୁଲା ଦିନ। ଏହି ଗୀତରେ ପ୍ରେମରେ ସେହି ଦିନଗୁଡ଼ିକୁ ଭୁଲିବାର କଷ୍ଟକୁ ବହୁତ ଭାବପୂର୍ଣ୍ଣ ଭାବରେ ପ୍ରକାଶ କରାଯାଇଛି। ତୃତୀୟ ଗୀତ ଝରିଯାଏ ଲୁହ ମୋ ଆଖିରୁ। ଏହି ଗୀତଟି ଶୁଣିଲେ ଅନେକ ଲୋକ ଭାବୁକ ହୋଇଯାନ୍ତି କାରଣ ଏହାର ଶବ୍ଦ ଓ ସଙ୍ଗୀତ ହୃଦୟକୁ ଛୁଇଁଯାଏ। ସେହିପରି ମରିଯିବି ଧନ ତୋରି ବିନା ମଧ୍ୟ ବହୁତ ପ୍ରସିଦ୍ଧ ଗୀତ। ଏହି ଗୀତରେ ପ୍ରେମର ଗଭୀରତା ଓ ବିଚ୍ଛିନ୍ନତାର ବେଦନାକୁ ଦେଖାଯାଉଛି। ଆଉ ଗୋଟିଏ ଲୋକପ୍ରିୟ ଗୀତ ଏଡେ ବେଇମାନ ତୁ। ଗୀତରେ ଧୋକା ଓ ଭାଙ୍ଗି ଯାଇଥିବା ହୃଦୟର କଥା କୁହାଯାଇଛି। ସେହିପରି ସରିଗଲା ଆୟୁଷ ଗୀତଟି ମଧ୍ୟ ବହୁତ ଭାବପୂର୍ଣ୍ଣ ଗୀତ ଯାହା ଜୀବନ ଓ ସମ୍ପର୍କର ଶେଷ ପର୍ଯ୍ୟାୟକୁ ଦେଖାଏ।